ଏବେ ତ ମୋ ପେଟ ପୁରି ଗଲାଣି, ଆଉ ଖାଦ୍ୟ ଖାଇ ହେବନି। ଏବେ ମୁଁ ଅନ୍ୟ ପକ୍ଷୀଙ୍କ ପାଖକୁ ଯାଉଛି। ସେମାନେ ସମସ୍ତେ ଭୋକିଲା ଥିବେ, ମୁଁ ସେମାନଙ୍କୁ ଯାଇ ଖାଦ୍ୟ ଦେଇ ଦେଉଛି। ରାନ ଚଢ଼େଇ ମୁଣ୍ଡରେ ଏକ ମୁକୁଟ ପିନ୍ଧି ସେମାନଙ୍କ ପାଖକୁ ଯାଏ। ଆରେ ଚଢ଼େଇ ଭଉଣୀ, ଏହି ମୁକୁଟ ତମ ପାଖକୁ କେଉଁଠାରୁ ଆସିଲା? ଏହି ମୁକୁଟ ଦେଖିବାକୁ ତ ବହୁତ ସୁନ୍ଦର ଦେଖାଯାଉଛି। ଆରେ ଚଢ଼େଇ ଭଉଣୀ, ଆମମାନଙ୍କୁ ବହୁତ ଜୋରରେ ଭୋକ ଲାଗୁଛି, ଆଉ ଆମମାନଙ୍କ ପାଖରେ ଖାଇବା ପାଇଁ କିଛି ଖାଦ୍ୟ ନାହିଁ। ଏବେ ଆମେ କଣ କରିବୁ? ଆରେ ପକ୍ଷୀମାନେ, ତମମାନଙ୍କୁ ଚିନ୍ତା କରିବାର ନାହିଁ। ମୁଁ ଏବେ ତମମାନଙ୍କୁ ବହୁତ ସାରା ଖାଦ୍ୟ ଦେଇ ଦେଉଛି। ମୋ ପାଖକୁ ବହୁତ ସାରା ଖାଦ୍ୟ ଆସୁ, ଯେଉଁ ଖାଦ୍ୟ ଖାଇ ଏଇ ସବୁ ପକ୍ଷୀଙ୍କର ଭୋକିଲା ପେଟ ଫୁଲ ହେଇଯାଉ। ରାନ ଚଢ଼େଇ ଏମିତି କହିବା ମାତ୍ରେ ବହୁତ ସାରା ଖାଦ୍ୟ ସେଠାକୁ ପଳାଇ ଆସେ। ସବୁ ପକ୍ଷୀ ସେହି ଭୋଜନକୁ ଦେଖି ଖୁସି ହୋଇଯାଆନ୍ତି। ଆରେ ଆରେ ଚଢ଼େଇ ଭଉଣୀ, ତମେ ଏମିତି କଣ ଯାଦୁ କଲ କି ତମେ କହିବା ମାତ୍ରେ ଏତେ ସାରା ଖାଦ୍ୟ ପଳାଇ ଆସିଲା? ଆରେ ହଁ ଚଢ଼େଇ ଭଉଣୀ, ମତେ ତ କିଛି ବି ବୁଝା ପଡୁନାହିଁ କି ତମ ମୁହଁରେ ଏମିତି କଣ ଯାଦୁ ଅଛି କି ତମେ କହିବେ ମାତ୍ରେ ଏତେ ସାରା ଖାଦ୍ୟ ପଳାଇ ଆସିଲା। ମତେ ତ କିଛି ବୁଝା ପଡୁନି। ମୁଁ ତ ଦିନ ସାରା ଖାଦ୍ୟର ଏତେ ସାରା ନାମ ନେଉଛି, ହେଲେ ମୋ ପାଖକୁ ତ ଏତେ ସାରା ଖାଦ୍ୟ ଆସୁନାହିଁ। ଏବେ କୁହ, ତମ ସିକ୍ରେଟ ଟା କୁହ। ଆରେ ପକ୍ଷୀମାନେ, ଏଥିରେ କିଛି ସିକ୍ରେଟ ନାହିଁ। ତମେ ମୋ ମୁଣ୍ଡରେ ଏହି ଯେଉଁ ମୁକୁଟ ଦେଖୁଛ, ଏହା ସବୁ ତାର କରାମତି। ଆଉ ଏଇ ମୁକୁଟ ମତେ ଗୋଟେ ପରି ଦେଇଛି। ସେ ଚାହୁଁଛନ୍ତି ଏହା ସାହାଯ୍ୟରେ ଆମେ ସବୁ ପକ୍ଷୀମାନେ ଖାଦ୍ୟ ଖାଇପାରିବା ବା ପାଇପାରିବା। ଯଦି ତମ ମାନଙ୍କର କେତେବେଳେ ଖାଦ୍ୟ ଦରକାର ହେବ, ତେବେ ମତେ କହିବ। ତାପରେ ରାନ ଚଢ଼େଇ ମୁକୁଟ ପିନ୍ଧି ନିଜ ଘରକୁ ଯାଏ ଭାରି। ଆଜି ମୋ ପାଇଁ ସବୁ ପକ୍ଷୀ ନିଜ ପେଟ ଭରି କରି ଖାଦ୍ୟ ଖାଇଦେଲେ। ଏବେ ମୋର ଆଉ କିଛି ଚିନ୍ତା ନାହିଁ। ଏବେ ମୁଁ ଟିକେ ଆରାମ କରିନେଉଛି। ତାପରେ ସବୁଦିନ ସେ ଚଢ଼େଇର ଘରକୁ କିଏ ନା କିଏ ପକ୍ଷୀ ଆସେ। ଆଉ ରାନ ଚଢ଼େଇ ଠାରୁ ଖାଦ୍ୟ ନେଇକରି ଯାଏ। ସବୁ ପକ୍ଷୀ ରାନ ଚଢ଼େଇ ଉପରେ ବହୁତ ଖୁସି ଥିଲେ। କିନ୍ତୁ ସେଠାରେ ରହୁଥିବା କାଳୁ କାଉ ରାନ ଚଢ଼େଇ ଉପରେ ବହୁତ ଈର୍ଷା କରୁଥାଏ। ଏ ରାନ ଚଢ଼େଇ ବହୁତ ଚାଲାକ ଅଟେ। ସବୁ ପକ୍ଷୀ ଏହି ଚଢ଼େଇର କେତେ ସମ୍ମାନ କରୁଛନ୍ତି। ହେଲେ ମୋର କେହି ସମ୍ମାନ କରୁନାହାନ୍ତି। ଏବେ ଦେଖ ମୁଁ କଣ କରୁଛି। ମୁଁ ସେ ଚଢ଼େଇ ଠାରୁ ସେ ମୁକୁଟ ଚୋରାଇ ଆଣିବି। ଆଉ ତାପରେ ସବୁ ପକ୍ଷୀ ମୋ ଠାରୁ ଖାଦ୍ୟ ମାଗିବାକୁ ଆସିବେ। ଆଉ ତାପରେ ମୁଁ ସବୁ ପକ୍ଷୀଙ୍କୁ ଖାଦ୍ୟ ଦେବି। ଆଉ ଏହିପରି ଭାବେ ମୋ ସମ୍ମାନ ବଢିଯିବ। କାଳୁ କାଉ ମୁଣ୍ଡକୁ ଗୋଟେ ସାତିର ବାଲା ବୁଦ୍ଧି ଆସେ। ଆଉ କାଳୁ କାଉ ରାନ ଚଢ଼େଇର ଘର ଆଡ଼କୁ ଯିବାକୁ ଲାଗେ। ଆରେ ଚଢ଼େଇ ଭଉଣୀ ଜଲ୍ଦି ଯାଅ। ସେଠାରେ ମିନୁ ଚଢ଼େଇ ଆଉ ସିନୁ ଚଢ଼େଇ ବହୁତ ଜୋରରେ ଝଗଡା କରୁଛନ୍ତି। ସେଥିପାଇଁ ମୁଁ ତୁମକୁ ଡାକିବାକୁ ଆସିଛି। ତମେ ହିଁ ସେମାନଙ୍କର ଝଗଡା ଅଟକାଇ ପାରିବ। ଜଲ୍ଦି ଯାଅ। ହଁ ହଁ କାଉ ଭାଇ, ତମେ ଚିନ୍ତା କର ନାହିଁ। ମୁଁ ଏବେ ସେମାନଙ୍କ ପାଖକୁ ଯାଉଛି। ଆଉ ସେମାନଙ୍କର ଝଗଡାର ସମାଧାନ କରିଦେଉଛି। ଆଉ ତାପରେ ରାନ ଚଢ଼େଇ ମିନୁ ଆଉ ସିନୁ ଚଢ଼େଇର ଝଗଡ଼ା ସମାଧାନ କରିବା ପାଇଁ ବାହାରିଯାଏ। କିନ୍ତୁ କାଳୁ କାଉ ରାନ ଚଢ଼େଇ ଯିବା ପରେ ତାର ମୁକୁଟଟିକୁ ପିନ୍ଧି ନିଏ। ଏହି ମୁକୁଟ ପିନ୍ଧିକରି ମୁଁ ଏଠାରୁ ଜଲ୍ଦି ଜଲ୍ଦି ପଳାଉଛି ମୋ ବସାକୁ। ନହେଲେ ରାନ ଚଢ଼େଇ ଆସିଲେ ମତେ ଆଉ ଏ ମୁକୁଟ ନେଇକରି ଯିବାକୁ ଦେବନି। ଆଉ ତାପରେ କାଳୁ କାଉ ସେ ମୁକୁଟ ପିନ୍ଧିକରି ନିଜ ଘରକୁ ଯାଏ ଭାରି। ଆଉ ଏପଟେ ରାନ ଚଢ଼େଇ ଯେତେବେଳେ ମିନୁ ଚଢ଼େଇର ଘରକୁ ଆସେ, ଆଉ ଦେଖେ କି ମିନୁ ଚଢ଼େଇ ତ ଏକଦମ ଶାନ୍ତିରେ ବସିଛି। ଆରେ ମିନୁ ଭଉଣୀ, ତମେ ଆଉ ସିନୁ ଭଉଣୀ କାହିଁକି ଝଗଡା କରୁଥିଲ? ଝଗଡା କରିବା ଖରାପ କଥା। ଆରେ ରାନ ଭଉଣୀ, ଇଏ ତମେ କଣ କହୁଛ? ମୋର ଆଉ ସିନୁର କିଛି ବି ଝଗଡା ହୋଇନାହିଁ। ସେ ତ ମୋର ଭଲ ବନ୍ଧୁ। ହେଲେ ମତେ କାଳୁ କାଉ କହିଲା ତମେ ଦୁଇ ଜଣଙ୍କ ଭିତରେ ଝଗଡା ଲାଗିଛି ବୋଲି। ମୁଁ କେମିତି ଜାଣିବି? ତମେ ଯାଇ ସେ କାଳୁ କାଉକୁ ପଚାର। ଏହା ତାର କଣ ଗୋଟେ ନୂଆ ପ୍ଲାନ ହୋଇଥିବ। ତାପରେ ରାନ ଚଢ଼େଇ ନିଜ ଘରକୁ ଫେରେ। ଆଉ ଆସି ଦେଖେ କି ଯେ ମୁକୁଟ ତାକୁ ସବୁଦିନ ଖାଦ୍ୟ ଦେଉଥିଲା, ତାହା ସେଠାରେ ନାହିଁ। ଆରେ ସେ ମୁକୁଟ କୁଆଡେ ଗଲା? ମୁଁ ତ ତାହା ଏଇଠାରେ ରଖିଥିଲି। ଏବେ ବୁଝିପାରିଲି, ସେ କାଳୁ କାଉ କାହିଁକି ବାହାନା କରି ମତେ ଏଠାରୁ ପଠାଇ ଦେଇଥିଲା। ତାହା ମାନେ
ମୋ ମୁକୁଟ ସେ କଳା କାଉ ନେଇକରି ପଳାଇଛି। ଏ କାଳୁ କାଉ କେବେ ବି ସୁଧୁରିବ ନାହିଁ। ଆଉ ଏପଟେ କାଳୁ କାଉ ସେ ମୁକୁଟ ପିନ୍ଧି ନିଜ ବସାରେ ବସିଥାଏ। ଆଉ କାଳୁ କାଉ ସେ ମୁକୁଟକୁ କୁହେ, ଆରେ ମୁକୁଟ, ମୁଁ ଚାହୁଁଛି ଏବେ ମୋ ପାଖକୁ ବହୁତ ସାରା ଟେଷ୍ଟି ଟେଷ୍ଟି ଖାଦ୍ୟ ଆସିଯାଉ, ଯାହାକୁ ଖାଇକରି ମତେ ମଜା ଆସିଯାଉ। ଏମିତି କହିବା ପରେ ବି କାଳୁ କାଉ ପାଖକୁ କିଛି ବି ଖାଦ୍ୟ ଆସେ ନାହିଁ। ଓଲଟା ତା ଘରେ ଯେଉଁ ଖାଦ୍ୟ ଥିଲା ତାହା ସବୁ ଗାୟବ ହୋଇଯାଏ। ଆରେ ଆରେ ଇଏ କଣ ହୋଇଗଲା? ମୋ ପାଖକୁ ତ ଖାଦ୍ୟ ଆସିଲା ନାହିଁ, ଓଲଟା ମୋ ପାଖରେ ଥିବା ସବୁ ଖାଦ୍ୟ ଗାୟବ ହୋଇଗଲା। କିଛି ସମୟ ପରେ ରାନ ଚଢ଼େଇ ମିନୁ ଆଉ ସିନୁ ଚଢ଼େଇକୁ ନେଇ କାଳୁର ଘରେ ପହଞ୍ଚିଯାଏ। ଆରେ କାଳୁ କାଉ, ତମେ ଏହା ଠିକ କଲ ନାହିଁ। ଦିଅ, ମୋ ମୁକୁଟ ମତେ ଫେରାଇ ଦିଅ। ଆରେ ହଁ ହଁ କାଳୁ କାଉ, ଜଲ୍ଦି ଜଲ୍ଦି ଏ ରାନର ମୁକୁଟ ତାକୁ ଫେରାଇ ଦିଅ। ଆରେ ନା ନା, ତମକୁ ଯାହା କରିବାର ଅଛି କର, ମୁଁ ଏ ମୁକୁଟ ଫେରାଇବି ନାହିଁ। ଏବେ ରୁହ, ମୁଁ ଏ ମୁକୁଟକୁ କହି ତମମାନଙ୍କୁ ମଜା ଚଖାଉଛି। ଆରେ ମୁକୁଟ, ମୁଁ ଚାହୁଁଛି ଏ ରାନ ଚଢ଼େଇ ଆଉ କଥା ନ କହିପାରୁ। ତାପରେ ଯେମିତି ସେ କାଳୁ କାଉ ରାନ ଚଢ଼େଇ ପାଇଁ ଖରାପ କହିଲା, ସେ ମୁକୁଟ କାଳୁ କାଉକୁ ହିଁ ଦଣ୍ଡ ଦେଇଦେଲା। ଓଲଟା କାଉ କଥା କହିପାରିଲା ନାହିଁ। ସେହି ସମୟରେ ମିନୁ ଚଢ଼େଇ କାଉ ମୁଣ୍ଡରୁ ସେ ମୁକୁଟ ଆଣିକରି ରାନ ମୁଣ୍ଡରେ ଲଗାଇଦେଲା। ଚାଲ ରାନ ଭଉଣୀ, ଆମେ ଆମ ଘରକୁ ଯିବା। ଆଉ ଏ ମୁକୁଟ ଠାରୁ ଖାଦ୍ୟ ମାଗିକରି ଆମେ ସମସ୍ତ ପକ୍ଷୀ ଖାଦ୍ୟ ଖାଇବା। ତାପରେ ସେ ପକ୍ଷୀମାନେ କାଉକୁ ସେମିତି ଛାଡ଼ି ଦେଇ ସେଠାରୁ ପଳାଇ ଯାଆନ୍ତି। କାଉ ନିଜ କର୍ମ ପାଇଁ ସେମିତି ହିଁ ରହିଗଲା।